ସରକାର ବ୍ୟବସ୍ଥା କଲେ ତାଙ୍କ ପାଇଁ କିଭଳି ଭାବରେ ଉଦ୍ୟୋଗ ଦିଆଯିବ, ତାଙ୍କ ପାଇଁ ଆଇନ ସହାୟକ, ଆଇନ ଯାହା ଯାହା ଆବଶ୍ୟକତା ଅଛି ଆଇନ ପାଇଁ ସେ ଲଢ଼େଇ କରିବ, କେସ୍ କରିବ, ଯୋଉ ଆବଶ୍ୟକତା ଅଛି ସେ ଆବଶ୍ୟକତାକୁ ଦେଖିକି ଆଖି ଆଗରେ ରଖି ସରକାର ବ୍ୟବସ୍ଥା କଲେ। ସେଇ ଯୋଉ ବ୍ୟବସ୍ଥା ଅନୁସାରେ ଆମର ଆରମ୍ଭ ହେଲା ଜିଲ୍ଲା ସବିଶେଷ ଅଥରିଟି ଆଇନ ଆମର ଜାତୀୟ ସ୍ତରରେ ଜାତୀୟ ଆଇନ ସହାୟତା କେନ୍ଦ୍ର ଯୋଉଟା ସୁପ୍ରିମକୋର୍ଟ ଆମର ଷ୍ଟେଟରେ ଅଛନ୍ତି ଆମର ହାଇକୋର୍ଟ, ଆମର ଯୋଉ ହାଇକୋର୍ଟ କଟକ ଅଛି ଆମର ଜିଲ୍ଲା ସ୍ତରରେ ଅଛି କେନ୍ଦ୍ରାପଡ଼ା, ଆମର ତାଲୁକ ସ୍ତରରେ ଅଛି ଆମେ ସେଇ ସଂସ୍ଥା ତରଫରୁ ଆଜି ଆସିଛୁ। ଯଦିବା ଆମେ ବିଚାରପତି ଆମର କାମ ବିଚାର କରିବା, ତା ବାଦ ଆମକୁ ଦାୟିତ୍ୱ ଦିଆଯାଇଛି ସମାଜରେ ଯୋଉମାନେ ଅଛନ୍ତି, ଯୋଉମାନେ ଆଇନ ବିଷୟରେ ଜାଣିନାହାନ୍ତି, ସେମାନଙ୍କ ଭିତରେ ଆମେ ଯୋଉ ଆଇନ ପ୍ରଚାର କେମିତି କରିବୁ, ଯାହା ଯାହା ଅଛି ଏଇଟା ଯେମିତି ଆମର କହିଦେଇଛୁ ତାଲୁକ ଆଇନ ସେବା ସମସ୍ତଙ୍କୁ କାମ ଅଛି ତା ଭିତରେ ମୁଁ ଜାଣିନଥିଲି। କିନ୍ତୁ ଆମେ ଆଜି ଏଠି ଯୋଉମାନେ ଏଇ ସମାଜ ପାର୍ଟିସ କରୁଛନ୍ତି ନିଶ୍ଚିତ ଭାବରେ ଜାଣିପାରିବେ ଯେ ଏଇଭଳିଆ ଗୋଟେ ଜିନିଷ କେତେବେଳେ କାମରେ ଆସିବ। ତାର ଉଦ୍ଦେଶ୍ୟ ହେଉଛି ସେଇଆ କି କେତେବେଳେ କାମରେ ଆସିବ, ଯେତେବେଳେ ଆମର ଅସୁବିଧା ହେବ, ଆପଣଙ୍କୁ ହେଇପାରେ କିମ୍ବା ପଡ଼ୋଶୀ ରହିପାରେ, ବନ୍ଧୁବାନ୍ଧବର ମଧ୍ୟ ହେଇପାରେ, ଏଇଭଳିଆ ଗୋଟେ ଜିନିଷ ଅଛି ସେଥିପାଇଁ ଏଇଟା ଆସେ। ଆମ ସଭାର ଉଦ୍ଦେଶ୍ୟ ହେଉଛି ସେଇଆ। ଆଜିର ଏଇ ସଭା ସମସ୍ତଙ୍କୁ ସ୍ୱାଗତ କରୁଛି। ଉପସ୍ଥିତ ଏখানে ଆମର ବାଲକୃଷ୍ଣ ମ୍ୟାଡ଼ାମ, ବିଜୁପ୍ରତା ମ୍ୟାଡ଼ାମ, ଆପଣଙ୍କ ଅଞ୍ଚଳର ବା ଗ୍ରାମର ବିଜୟବାବୁ ଆଡଭୋକେଟ ଆମର ସାହୁବାବୁ ସରକାରୀ ମ୍ୟାଡ଼ାମ ଲିଗାଲ ମିନିଷ୍ଟର। ଆଉ ଗୋଟେ କଥା ମୁଁ କହିଛି, ଆମର ଯେଉଁ ମ୍ୟାଡ଼ାମ ଅଛନ୍ତି ଲିଗାଲ ମିନିଷ୍ଟର ତାଙ୍କ ପାଖକୁ ଯେତେବେଳେ ଆମ ସଂସ୍ଥା ପୁରା ତାଙ୍କ ପାଖକୁ ଯିବ, ସେ ହେଉଛନ୍ତି ଯେତେବେଳେ ଆମ ସଂସ୍ଥା ଆଉ ମୋର ଏଇ ଗ୍ରାମର ମହାମନ୍ତ୍ରୀ ସମସ୍ତଙ୍କୁ ଆଜି ସଭାକୁ ସ୍ୱାଗତ। ଆଜି ଆମେ ଏଇ ଯେଉଁ ସଭା କରିବାକୁ ଯାଉଛୁ, ଆମେ ଟପିକ୍ ଦେଇକି ଆମେ ସଭା କରୁଛୁ ବିଭିନ୍ନ ପ୍ରକାର। ଆଜିର ଆମର ବିଷୟବସ୍ତୁ ବିଶାଖା ଗାଇଡଲାଇନ୍ ସୁପ୍ରିମକୋର୍ଟ ଯୋଉ ସୁପ୍ରିମକୋର୍ଟ ଜାଣିଛନ୍ତି, ସୁପ୍ରିମକୋର୍ଟ ଅଛି ଆମର ନାହିଁ, ସେ ବିଷୟରେ ହାଇକୋର୍ଟ ଏମିତି କଲେ ଏ କେସ୍ ଏଇଆ ହେଲା, ସବୁ ବିଷୟରେ ଆମେ ନ ଜାଣିଲେ ଟିକେ ଟିକେ ତ ଜାଣିବ। ହଁ, ବିଶାଖା ଗାଇଡଲାଇନ୍ 1997 ମସିହାରେ କେସ୍ ହେଇଥିଲା। ହେଲା କ'ଣ ସେ କେସ୍ ନା ବିଶାଖା ବୋଲି କେହି ନାହାନ୍ତି, ଏ ଝିଅକୁ ନାହାନ୍ତି। ବିଶାଖା ଗୋଟେ ସଂସ୍ଥା, ଏନଜିଓ ଆମ ଏରିଆରେ କାମ କରୁଛି, ଏନଜିଓ ବିଶାଖା ଗୋଟେ ଏନଜିଓ। ହେଲା ଏଇ ଘଟଣାଟା କୋଉଠି ଆରମ୍ଭ ନା ରାଜସ୍ଥାନରେ ଗୋଟେ ଘଟଣା ହେଇଥିଲା। ସେଥିରେ କ'ଣ ହେଇଥିଲା, ଭଁବର ଦେବୀ ବୋଲି ଗୋଟେ ସ୍ତ୍ରୀ ଲୋକ, ସିଏ କ'ଣ କରିଥିଲା ନା ଆମର ଯେଉଁ ରାଜସ୍ଥାନ ମହିଳା ଯେଉଁ ଆମର ଚାଇଲ୍ଡ ଡେଭଲପମେଣ୍ଟ, ଆମର ଯେଉଁ ୱିମେନ୍ ଚାଇଲ୍ଡ ଡେଭଲପମେଣ୍ଟ ମହିଳା ସଶକ୍ତିକରଣ ଯେଉଁ ଇଏ ସେ ଯେଉଁ ସଂସ୍ଥା, ସେଥିରେ ସେ କାମ କରୁଥିଲା। ଆଉ ତାର ମେନ୍ ଫୋକସ୍ ଥିଲା ବା ମୁଖ୍ୟ କାମ ଥିଲା ସେ ଯେଉଁ ଆମର ଭଉଣୀର ରାଜସ୍ଥାନରେ ତାଙ୍କ ଏରିଆରେ ଘଟୁଥିଲା ଚାଇଲ୍ଡ ମ୍ୟାରେଜ, ଶିଶୁ ବିବାହ, ବୁଝିଲେ, ବାଲ୍ୟ ବିବାହ ଶୁଣିଛ ନା ନାହିଁ, ବାଲ୍ୟ ବିବାହକୁ କିଭଳି ଭାବରେ ରୋକିବା ତା ବିଷୟରେ ଆୱାରନେସ୍ କରିବା। ତାଙ୍କ ଅଞ୍ଚଳରେ ତାଙ୍କର ମୁଖ୍ୟ କାମ ଥିଲା ସେ, ଆଉ ସେ ସେଇଥିରେ କାମ କରୁଥିଲେ, ଲୋକମାନଙ୍କ ଭିତରେ ଆୱାରନେସ୍ କରିଥିଲେ। ଯେଉଁମାନେ ବାଲ୍ୟ ବିବାହ କରୁଛନ୍ତି ସେମାନଙ୍କୁ ଅଟକାଉଥିଲେ, ସେମାନଙ୍କୁ ବୁଝାଉଥିଲେ ଯେ ଘରକୁ ନେଇ ଏଇଟା ଇଲିଗାଲ ଜିନିଷ, ବହୁତ ଗୁଡ଼ାଏ ତାର ଯୁଗ ଅଛି। ସେଇ ସମୟ ମାନେ ଏଇଭଳିଆ କାମ କରୁ କରୁ ଗୋଟେ ତାଙ୍କ ଅଞ୍ଚଳରେ ବାଲ୍ୟ ବିବାହ କରୁଥିଲେ, ଗୋଟେ ତାର ଭଲ ମାନେ ହାୟର କାଷ୍ଟର ଗୋଟେ ଲୋକ, ଆଉ ବହୁତ ପ୍ରଭାବଶାଳୀ ସେ ଲୋକ। ସେଇଟା ଏଇଟା ଦେଖାଯାଇଛି କି ସ୍ତ୍ରୀ ଲୋକ ଯୋଉ ଅଛନ୍ତି ସେମାନେ ଘରର ତ କାମ କଲେ ଗଲେ, ତାପରେ ଅଫିସର ବି କାମ କଲେ। ଅଫିସର ଆଟଲିଷ୍ଟ କଣ୍ଡିସନ୍ସ ଏମିତିଆ ହେବା କଥା କି ଆପଣ ଭଲରେ କାମ କରିପାରୁଛନ୍ତି। ଗୋଟେ କାରଣ ଅଛି, ଆପଣ ଯେତେ ବି ହାଇ ଅଫିସର ଯାଆନ୍ତୁ, ଯେତେ ବି ମାନେ ଯୋଉ ଟପ୍ ଅଫିସର ଯାଆନ୍ତୁ, ସେଇଥିରେ ଆପଣ ଦେଖିବେ ନା ସେଇଟା ପୁରୁଷ ପ୍ରଧାନ। ପ୍ରାୟ ଆପଣ ଦେଖିବେ କି ଦ୍ୟାଟ୍ ଇଜ ରୁଲ୍ଡ ବାଇ ମେଲ୍, ସେଇଥିରେ ଫିମେଲ ବହୁତ ହି କମ୍।
तार बहुत कारण हो पारे कारण अच्छी गोटे कारण एइया भी अच्छी कि जो वर्क प्लेस अच्छी सेठी जेहेतु सभे पुरुष को अछंती टिके डिस्क्रिमिनेशन नहीं पारे कि तार संभावना था और हुए भी एटा नारी को अगेंस्ट जे सेटा देखा भी जाए सेही पर एई जो पर्टिकुलर एक्ट आसी एई जो पर्टिकुलर अधिनियम आसी जदि कोनोसी स्त्री लोक ऊपर एई जिनसर अत्याचार होची कि ना तू तमे स्त्री लोक अछ कहि तमे काम करि पाउन ठीक है जदियो एमिति एलिगेशन आसी सेटा मध्य एई पर्टिकुलर अधिनियम हिसाब रे दंडनीय अछि किंतु हमको एई जिनसटा दुईटा जिनस भितर डिफरेंस करियो गोटे होची कि जने स्त्री लोक जदि से ठीक रे काम करि पाउनी आ गोटे होची कि से स्त्री लोक अछि कोन कि ता अगेंस्ट डिस्क्रिमिनेशन होची दुईटा जिनस भितर डिफरेंस अछि जदियो से काम करि पारु ना ठीक है हेले से एई पर्टिकुलर एक्ट रे सेटा कवर हो नै एई अधिनियम रे सेटा कवर हो नै किंतु जदि कोनोसी स्त्री लोक जस्ट बिकॉज से स्त्री लोक अछंती कहि कि तांको अगेंस्ट डिस्क्रिमिनेशन होची ता पई एई पर्टिकुलर अधिनियम ता अछि आउ सेक्सुअल हैरेसमेंट ये जो पर्टिकुलर अधिनियम अछि सेक्सुअल हैरेसमेंट सेटा खाली ए जिंसो जाय सीमित नुह कि ना कहा माने ता अगेंस्ट कोनोसी सेक्सुअल असल्ट खाली से जिंसो एटा सीमित नुह जदियो कोनोसी स्त्री लोक को अनकंफर्टेबल फील करा होला कि ता अगेंस्ट डिस्क्रिमिनेशन हला कि ताकू से स्त्री लोक अछि कहि कि गाड़ी बोल जदी पहुंचती ताको अगेंस्ट जदी इमिडिया कंडीशन क्रिएट होची कि से निजर ठीक हिसाब रे काम करि पाउना पोक्सो कोर्ट जोटा सेठी अछंती तो से केस गुडा सेठी हुए तो धरंतु कोनसी ठी केही जानिले के जानिबो केमती हला कि कोन हला भाई बंधु तांको भितर कथाबार्ता हेले कि सांग सांग कथा हेले कि मां माने जानिले न चापी कि ताकू माने चापिले कोन हबो परे तार मनस्थिति बिगड़ियो से आउ ता मन कथा काहू कहबो किछि भलो हेले भी कहबो मंद हेले भी कहबो तो सेतुरु ताकू रक्षा करियो शिक्षा जेमति कहि पारियो तो आपण जदि जानिथिबे कोन करिवार अछि तो आपण सेटा करिवे एफआईआर लॉन्च करिवे एतला देबे थाना रे जाई एतला देले सी कोर्ट को डायरेक्ट से केसटा पळेबे सेठी सेटा सुनानी होबो सब जहा जहा तदंत सब हो एमती जदि किछि होउची एथिरे जेतबेले स्टार्टिंग एफआईआर दर्ज होउची माने एतला दिया गला तापर तारो 24 घंटा भितरे से जे विक्टिम अछि जो माने झियो पिला सहित कि पुला सहित होउची तो तार स्टेटमेंट रिकॉर्ड करा जाए आ तार मेडिकल ट्रीटमेंट ता हुए तो मेडिकल ट्रीटमेंट ता तो जोटा हला आ स्टेटमेंट रिकॉर्ड जोटा जुडिशियल ऑफिसर करे हर मु करे माने एटी पट्टा मुंडे रहले सेथिरे से ता सहित जणे माने 18 वर्ष रु से सानो हिथिले भी ता सहित जणे जे कि ता घर लोक हला कि तार बंधु जा सहित से कंफर्टेबल से ठिया है कि कथा है पारिबो कहि पारिबो से ता उपस्थिति रे सेटा कुहा हबो आ से स्टेटमेंट ता सबले बंद हे कि रहबो सील हे कि ता ना ना ठिकाना ठु आरंभ करी कि से विषय रे कोनसी थी उजागर करा दियो हला आगो मो आइन ता बते दोची तबरे आपको बतेबी हला से जेते बेले तार मेडिकल हे जाउची तापरे ताको विक्टिम कंपेंसेशन हमर स्कीम अछि डीएलएस अछंती कोनती डीएलएस अछंती समस्ते थिबे कहार कहार समस्ते जहार क्लोज जे थिबे से माने ये सब जिंस जो कोनती कि नै हमको डिस्कस करियर नै बट केतेटा जिंस डिस्कस करबा निहाती दरकार ताकि ये सब जिंस प्रिवेंट हे पारो आउ रहिला हमर जोटा वर्क प्लेस हैरेसमेंट कथा तो लाइक मो भी पीजी करची सर्जरी रे लाइक हम 2 जण झियो छु इन 12 ऑफ देम 10 men and 2 of us तो हमरो डिस्क्रिमिनेशन था आसी जे किछि भी जिंस रे सर्जरी इज अ वेरी लाइक डिमांडिंग जिंस तो हमें किछि भी जिंस ना करले झियोटा कोन करि परिबो तो एटा आसी जे इट इज अ डेली बेसिस थिंग हैरेसमेंट हैपेंस ऑन डेली बेसिस बट माने दैट इज नॉट एक्जेक्टली हैरेसमेंट वी कैन प्रूव देम रॉन्ग जदि सब बेले हमें करूचे सेमती काम देन हमको अप्रिशिएट भी करूचंती बट एक्चुअल हैरेसमेंट से भी होचे जेता बेले माने सेही बैड टच ते जेता बेले छोट पिला रे होचे बड़ पिला रे होचे सेही जिंस को नै कि एग्रावेट होचे किछि जण जेमती कहिले कि सभ्य असभ्य जस्ट बिकॉज़ मैंने एजुकेटेड बोली नहीं कि समस्त सभ्य सम हैव बैड इंटेंशन से इंटेंशन नहीं कि
এই जो एक्ट ये ହେଇଛି ଏଇଟା ଯୋଉଟା ଏଇ ମ୍ୟାଟରଟା ମୁଁ ବହୁତ ଭଲସେ ପଢିଛି ବିଷୟଟା ଯୋଉଟା ଫଲୋ ଥ୍ରୁ କରିଥିଲି 1980s ରେ ହେଇଥିଲା ବହୁତ ହି ବ୍ରେଭ୍ ୱେରେ ସିଏ ହ୍ୟାଣ୍ଡେଲ କଲେ ଗ୍ୟାଙ୍ଗରେପ୍ କଲା ପରେ ବି ତାଙ୍କୁ ଡିମିନ୍ କରିବା ପାଇଁ କି ଗ୍ୟାଙ୍ଗରେପ୍ କରିଥିଲେ ତାକି ସେ ଯୋଉ ଚାଇଲ୍ଡ ମ୍ୟାରେଜଟା ରୋକିବାକୁ ଚାହୁଁଥିଲେ ସେଟା ସେ ନ କରନ୍ତୁ ବୋଲି ଆଣ୍ଡ ଇଟ୍ ସୁଡ୍ ହାଭ୍ କଣ୍ଟିନ୍ୟୁଡ୍ ବଟ୍ ସେ ବହୁତ ବଢିଆ ସେ ଫାଇଟ୍ କଲେ ଯୋଉଥିପାଇଁ କି ଆଜି ବିଶାଖା ଗାଇଡଲାଇନ୍ସ ଆସିଛି ତ ଆମେ ସେତିକି ହିଁ କହିବାକୁ ଚାହିଁବି କି ଏସବୁ ଜିନିଷ ଭିତରେ ଆମର ଯୋଉଟା ଫାର୍ଷ୍ଟ ଅଫ୍ ଅଲ୍ ପ୍ରିକସନ୍ ତ ପରେ ହବ ଆଗେ ଆମେ ସମସ୍ତେ ମାନେ ଆମେ ସମସ୍ତେ ଜାଣିବା କଥା ଏ ବିଷୟରେ ଜଣେଇବା କଥା ଆମ ଝିଅମାନଙ୍କୁ ପୁଅମାନଙ୍କୁ ମିନିମମ୍ ଜିନିଷ ସେଇଥିରୁ ହିଁ ସବୁ ଜିନିଷ ଷ୍ଟାର୍ଟ ହବ ତାପରେ ଲିଗାଲ ୱେରେ ତ ସେମାନେ ଅଛନ୍ତି ମୋ ଏକ୍ସପିରିଏନ୍ସରୁ ମୁଁ ଯୋଉଟା କୁହେ କି ଟକିଂ ସାମ୍ନାରେ ବସିକି ନିଜ ମା ନିଜ ଗାର୍ଡିଆନ୍ ନିଜ ଫିମେଲ୍ ଟିଚର୍ସ ମୁଁ ଯାଉଥିଲି ସବୁ ସ୍କୁଲ୍ସକୁ ଯାଉଥିଲି ଝିଅମାନେ ଲାଇକ୍ ଆମେ ଯଦି କିଛି କହିଦେଲୁ ଗୋଟେ ବ୍ୟାଡ୍ ଟାଇପ୍ ଭିତରେ ସେମାନେ ଏମିତି ପୁରା ଲାଗି ଯାଆନ୍ତି କରିଯାଆନ୍ତି ତ ତାଙ୍କ ଟିଚର୍ ମାନେ କୁହନ୍ତି ଆମେ କନଭେ କରିପାରୁନି ଆପଣ କଥା ହୁଅନ୍ତୁ କଥା ହେଲେ ସେଇଟା ଭଲ ହବ ତ ସେଇ କମ୍ଫର୍ଟ ଜୋନ୍ଟା ଆଣିଲେ ଆଇ ଥିଙ୍କ ଏଇସବୁ ଜିନିଷର ବହୁତ ସାରା ବହୁତ ବଢ଼ିଆ ସେ ସଲ୍ୟୁସନ୍ ହବା ମାନେ ବେଶୀ ମାନେ ଲାଇକଲି ତାପରେ ସେମାନେ ଆସିବେ ଯଦି କିଏ ଆହୁରି ଅଧିକକୁ ଯାଉଛି ଆସିବେ ବଟ୍ ଇନିସିଆଲି ସେୟାରିଂ ପାର୍ଟଟା ବହୁତ ଇମ୍ପର୍ଟାଣ୍ଟ ସାରମାନ ଆଇନଗତ ଉପରେ ଆଲୋକପାତ କଲେ ମୁଁ ଗୋଟେ ଷ୍ଟୋରି ମାଧ୍ୟମରେ ନାରୀମାନଙ୍କର କ୍ଷମତା ବିଷୟରେ କିଛି କଥା କହି ଗୋଟେ ଶ୍ରେଣୀରେ କିଛି ପିଲା ଥିଲେ ସାର୍ ଯାଇ ପହଞ୍ଚିଲେ କହିଲେ ଜନ୍ ୟୁ ଷ୍ଟାଣ୍ଡ ଅପ୍ ଜନ୍ ଛିଡ଼ା ହବ ଜନ୍ ଛିଡ଼ା ହେଲା ତମେ ଜୀବନରେ କ'ଣ ହେବାକୁ ଚାହୁଁଛ ହ୍ୱାଟ୍ ୟୁ ଲାଇକ୍ ଟୁ ବି ଇନ୍ ଫ୍ୟୁଚର ସେ କହିଲେ ଯେ I want to be multi-billionaire with 100 cars every day. ମୁଁ ପ୍ରତିଦିନ 365 କାର୍ ମୋର ଦରକାର ପ୍ରତିଦିନ ଗୋଟେ ଗୋଟେ କାର୍ କିଣିବି 100ଟା ମୋର ସରକାର ଦରକାର ଆଉ ହାଇରାଇଜ୍ ବିଲ୍ଡିଂ ବି ଦରକାର ସୁନ୍ଦର ବିରକ୍ତ କଲେ ପୁରା ୱାନ୍ ଏକ୍ସପ୍ରେସ୍ ଧରନ୍ତୁ ନା ଏ ମଲ୍ଟି-ବିଲିୟନିୟର ଆଉ ଗୋଟେ ଝିଅ ବସିଲା ତା ନାଁ ହେଉଛି ଜେନ୍ ସେ କହିଲେ ୱାନ୍ ୱାର୍ଡରେ କୁହ ହ୍ୱାଟ୍ ୟୁ ୱାଣ୍ଟସ୍ ଟୁ ବି ତୁମେ କ'ଣ ହେବାକୁ ଚାହୁଁଛ ନା ଜନ୍ସ ୱାଇଫ୍ यार दुईटा सिग्निफिकेंस गोटे हूँ भाव दीपक आउ गोटे हूँ हस दीपक मु बता हस दीपक कथा कहली भाव दीपक हूँ जेन को डिजर्व करते कहीं तुम्हें जन को मैनेज कर सी कहे मल्टीप्लेयर मुझे फाउंडेशन करी तार ना हूँ जेन पावर फाउंडेशन से सब स्त्री लोक मान ट्रेनिंग देली से ट्रेनिंग प्रथम पार्टे से वुमेन ऑफ ह्यूमन मूल्यांकन करते जे जो वुमेन शब्द इंग्लिश रे कहूँ WMAL एटा हूँ विजडम ऑफ मैनसीट्यूड एंड नोबिलिटी वुमेन है से फीमेल कहवा फर्टिट्यूड एनेबलिंग मैनसीट्यूड अल्ट्रुइज्म लॉयल्टी तापर जो आम फीमेल एक ही शब्द हूँ कौन फेरोमोन आईरन स्त्री लोक मान आईरन यहाँ प्रथम दिन ट्रेनिंग सेकेंड दिन से आरंभ करते जेन She is blessed with the strength and the dignity. Look at Proverbs Bible 31 chapter 25 verse में आस्था। तापरे से सही दिन को मजा करता करले गोटे तुम्हारी भल लगे वो पढ़िथिले ताको जो मिसेस ओबामा भारत को स्त्री गोटे बहिल अछंती दे लाइफ टू कैरी सब स्त्री लोग मन लगा दरकार कौन से पुरुष ऊपर लिखा जाय नहीं दे लाइफ टू कैरी लाइफ माने होची हमने जो लाइफ रे चली से लाइफ होची शक्ति सामर्थ्य हमर साहस ये सब जिन चलती से गोटे एक्सप्रेशन करते किचेन टेबल सी किचेन टेबल मानक बुझे गले जे स्त्री लोक मैंने समान चिंताधारा स्त्री लोक मैंने गोटे टेबल बस चिंता करवा मुझे बाहर आसिक ऑफिस टेबल अर्थात बाहर को पलि आसतु समस्ते एकाठी काम करूँ फाइट करूँ चतुर्थ दिन था से गोटे बढ़िया एग्जाम्पल देते जो गोटे डलार वार्ड से करते
ସେ ଡଲାର ୱାର୍ଡ ଯୋଉ ୱାର୍ଡକୁ ମିଶେଇଲେ 100 ହୁଏ ତାକୁ ଡଲାର ୱାର୍ଡ ଇଂରାଜୀରେ କୁହାଯାଏ। ଯେମିତି ଆଟିଚ୍ୟୁଡ ମିଶେଇଲେ ଏ ଟି ଆଇ ଏ ହେଲା 1 ଟି ହେଲା 20 ଟି ହେଲା 20 ଆଇ ହେଲା 9 ହେଲା 100 ଆଟିଚ୍ୟୁଡ 100% ରହିଲେ ଡିସିପ୍ଲିନ ଆସିବ ଡିସିପ୍ଲିନ ବିଷୟରେ ମଧ୍ୟ ସେଟା 100% 100 ହବ ସେଇ ଜାଗାରେ ଆମେ ଆଗକୁ ଯାଇପାରିବା। ତାପରେ ଗ୍ୟାଲ ଭଏସ୍ ହେଉଛି 100 ବୟ ଭଏସ୍ ନୁହେଁ। ତେଣୁ ଜୁଡିସିଆରୀ ଯୋଉଟା ଆମେ ଜୁଡିସିଆରୀ ବ୍ୟକ୍ତିମାନେ ଅବଜର୍ଭର ଅଛନ୍ତି ଜୁଡିସିଆରୀ ମଧ୍ୟ ଗୋଟିଏ ଶବ୍ଦ ଜୁଡିସିଆରୀ ଏଥିରେ ସେଟା ହେଉଛି 100। ତାପରେ ଫାଇନାଲି John Marilla, John thought he was getting a wife. Little did he understand that he is getting the founder of Zen Power Founder. ଏଠି ଗୋଟେ କଥା କହିବି ଯେ ସାମ୍ପ୍ରଟା କହିଲେ ପଢ଼ା କଥା ଯେଉଁ ସଭ୍ୟ କଥା ଶବ୍ଦ ଅସଭ୍ୟ ଏଜୁକେଟେଡ୍ ଅନଏଜୁକେଟେଡ୍ ଗୋଟେ କଥା କହି ରହିବି ତାହେଲେ ଗୋଟିଏ ସେଣ୍ଟ ଜନ୍ସ ଗୋଟେ ଡ୍ରାମା ଅଛି ସେ ଡ୍ରାମାକୁ ଜିବିଏସ୍ ଲେଖିଥିଲେ ଯେ ଜର୍ଜ ବରାର୍ଡସନ୍ ସେଥିରେ ସେଣ୍ଟ ଜନ୍ସ କ୍ୟାରେକ୍ଟର ମେନ୍ କ୍ୟାରେକ୍ଟର ସେ କହିଛି ଡୋଣ୍ଟ ଥିଙ୍କ ଦ୍ୟାଟ୍ ୟୁ କ୍ୟାନ୍ ଫ୍ରାଇଟନ୍ ମି ବିକଜ୍ ଆଇ ଆମ୍ ଏଲୋନ୍ ଗଡ୍ ଇଜ୍ ଏଲୋନ୍ ବିଙ୍ଗ ଏଲୋନ୍ ଇଜ୍ ମାଇ ଷ୍ଟ୍ରେଙ୍ଗଥ୍ ଯେ ତମେ କେବେ ଭାବନା ତିନି ଜଣ ପୁରୁଷ ଠିଆଇଛ 4 ଜଣ ପୁରୁଷଙ୍କୁ ମୁଖ୍ୟ ତମେ ବଢ଼େଇଦେବ କାହିଁକି ତମେ ଭଗବାନଙ୍କୁ ଏକୁଟିଆ ହମାଇ ହେଉଛି ଭଲ ବଡ଼ ସେଠୁ ଏ ଏକ୍ସାମ୍ପଲ୍ ହେଉଛି ବହୁତ ବଢ଼ିଆ ସୁଯୋଗ ଅଛି ଏବଂ ସେକ୍ସପିୟର ମଧ୍ୟ ଲେଖିଥିଲେ ଆଜ୍ ୟୁ ଲାଇକ୍ ଡ୍ରାମା ଯେଉଁଥିରେ ରୋଜାଲିନ୍ ବୋଲି ଗୋଟେ ପୁରୁଷ ଲୋକ ସେ ଅର୍ଲାଣ୍ଡୋକୁ ଅର୍ଲାଣ୍ଡୋ ହେଉଛି ପୁରୁଷ ଲୋକ ରୋଜାଲିନ୍ ଯେଉଁ ସ୍ତ୍ରୀ ଲୋକ ତାକୁ ପଚାରିଥିଲେ ସପ୍ତମ କ୍ଷେତ୍ରରେ ଆସିକି ଜଙ୍ଗଲକୁ ପୁଅ ପିଲା ବେଶ ପଚାରିଲେ ଓକେ ଟେଲ୍ ମି ହାଉ ଲଙ୍ଗ୍ ୟୁ ୟୁ ଲାଇଫ୍ ସେ ଗୋଟେ ୱାର୍ଡ କହିଥିଲେ ଫର୍ ଏଭର୍ ଆମେ ସେଟା ଧୀରେ ଫର୍ ଏଭର୍ଟା କାଟିଲେ ଗୋଟିଏ ଦିନ ବେଶୀ ରଖିପାରିବନି ସେ ପଚାରିଲା ଭାଇ ନା ଓଏମେନ୍ ଆର୍ ଏପ୍ରିଲ୍ ଯେଉଁଟା ଆମେ ଓଏମେନ୍ ଆର୍ ଏପ୍ରିଲ୍ ଯେତେବେଳେ ଝିଅ ପିଲାକୁ ମନାନ୍ତି ବୋଉ କରନ୍ତି ସେତେବେଳେ ସେ ଏପ୍ରିଲ ମାସ ହେଇଯାନ୍ତି ପସନ୍ଦ ମେନ୍ ଆର୍ ଡିସେମ୍ବର ହୁଏ ଯେତେବେଳେ ବାହାଘର ହେଇଯାଏ ଡିସେମ୍ବର ହେଇଯାନ୍ତି ଚା କରୁଥାଏ ହଇରାଣ କରନ୍ତି ସେ ଯାହା ଇଏ ଗୋଟେ କଥା ଆଉ ଗୋଟେ କଥା ଆମ ଯେଉଁ ସେକ୍ସପିୟର ଲେଖିଛନ୍ତି କୋସିଆ ଡ୍ରାମା ମଥାର ଭେନିସରେ ଯେତେବେଳେ ସାଇଲର ଆଣ୍ଟୋନିଓକୁ ଗୋଟେ ଟଙ୍କା ଦେଇଛି ସେ 3,000 5,000 ଗୋଟେ ଚୁକ୍ତି କରିଛି ଏବଂ 2,000 ସତ କଥା ଟଙ୍କା ନ ଦେଇପାରୁ ଏଗ୍ରିମେଣ୍ଟ ଲେଖାଯିବ ଗୋଟେ ପାଉଣ୍ଡ ଅଫ୍ ଫ୍ଲେଶ୍ ତମ ଛାତିରୁ ମୋତେ ଗୋଟିଏ ପାଉଣ୍ଡ ଫ୍ଲେଶ୍ ହେବ ମାଂସ ଦେବ ତାପରେ ଇଏ ଛଦ୍ମବେଶରେ ପଶି ଆସିଛି ସେ ଆସିକି ପରମିଶନ ଦେଇକି ସେ ଆର୍ଗନ କରିଛି ସାଇଲକୁ କହିଛି ଯେ ବାବୁ ତମେ ଗୋଟେ ମସିଟାକୁ ଦେଖ ମସି ନଟ୍ ଷ୍ଟ୍ରେଣ୍ଡ ଯୋଉଟା ଆମେ ସେଟ୍ ଦେଖିଛୁ ମସିଟାକୁ ବାଧ୍ୟ କରି ଦିଆଯାଏ ସେଟା ସ୍ୱତନ୍ତ୍ର ଜିନିଷ ତେଣୁ ତମେ ଟିକେ ଦୟା ସହିତ ତାକୁ ଛାଡ଼ିଦିଅ ସେ ଗୋଟେ ବଢ଼ିଆ ଜିନିଷ ପାଇଛି ବର୍ତ୍ତମାନ ପାଉଣ୍ଡ ଫ୍ଲେଶ୍ ଦେବି ଆଉ ସେ ଗୋଟେ କଥା କହିଥିଲେ you can take a pound of flesh no matter but you should not shed a drop of blood ଗୋଟିଏ ବ୍ଲଡ୍ ଦେଇପାରିବ ନାହିଁ ଏଠି ସ୍ତ୍ରୀ ଲୋକମାନଙ୍କର ଜ୍ଞାନ ଦେଖନ୍ତୁ କେତେ ଫ୍ୟାସିଲିଟି ଜିନିଷ କେତେ ଭଲ ଜିନିଷ ତେଣୁ ଏତିକି କହି ଗୋଟେ କଥା ରହିବି ଆପଣମାନେ ଟିକେ ନଜର ରଖିବେ ମୁଁ ବହୁତ ସମୟ ପରେ ମୋ ଗାଁ କଥାଟା ରହିବି ଆମର ଏ ଗାଁରେ ଗୋଟିଏ ଗାଁ ଯେଉଁଥିରେ ଭାଗବତ ଟୁଙ୍ଗି ମାନେ କାଳୁ ଚାଲିଛି ଠିକ୍ ନାହିଁ ଧର୍ମ ରଚନା କରାଯାଏ ପିଲାମାନେ ଯେ ଯାଉଛନ୍ତି କଲେଜ ପିଲା ଏବଂ ଏଇ ଗାଁରେ ମଧ୍ୟ ଅଛନ୍ତି ଯେ ମୁଁ କହିବି କିଶୋର ତ୍ରିପାଠୀ ହିମାନି ଜାରିଆ ବିଜୟ କବି ଯିଏ ମାନେ ଗଭର୍ଣ୍ଣର ସମ୍ପର୍କ ଅଛି ସେ ବହୁତ କଥା ହୁଏ ଯେ ଆମେ ଯାହା ଶୁଣୁ ତାকে କାମରେ ଲଗାଉନ ତେଣୁ ସଚେତନର ଅଭାବ ହେଇଯାଇଥାଏ ଗୋଟେ କଥା କହିବି ମୁଁ ଦିନେ ଏକଦା ଛୋଟାମୁଟି କଲେଜରେ ପ୍ରେସିଡେଣ୍ଟ ଥିଲି 477 ଖଣ୍ଡ କଲେଜ ଜିତିଥିଲି 22ଟି ଝିଅ ପିଲାଙ୍କୁ ହଇରାଣ କରୁଥିବା ପିଲାଙ୍କୁ ପ୍ରବଳ ଦଣ୍ଡ ଦେଇଥିଲି ମାଡ଼ ନୁହଁ ଆପଣ କହିଲେ ମୁଁ ଖରାପ ନୁହଁ ମୁଁ ତାକୁ ମୁକାବିଲା କରିଥିଲି କୋଉଠି ଜବରଦସ୍ତ ଜିନିଷ ହେଇଗଲା କୋଉଠି ହେଇଗଲା 476 ଆପଣଙ୍କର ଯୋଉଠି ସେ ଜିନିଷ ହଉଛି ଆପଣଙ୍କର ଫେସ୍ ହଉଛି ଏବଂ ପ୍ରତି ଝିଅମାନେ ପ୍ରଥମେ ଚିନ୍ତା କରନ୍ତୁ ତମର ବହୁତ ଜିନିଷ ଅଛି ମୋତେ କହୁନା SHG ଝିଅ ପିଲା ଓମ୍ୟାନ୍ ଡବ୍ଲ୍ୟୁ ଲାଗିଲା ତେଣୁ ମୁଁ ଆଶା କରିବି ଯୋଉଠି ଯେତେ ଜାଗାକୁ ସଭାସମିତି ଯାଏ ସମ୍ବଲପୁରରେ ଏକ୍ଜାମ୍ ବହୁତ ସୂଚନା ସାର୍ମାନେ ଆସିଲେ ଆମେ କ'ଣ କେତେ ଇମ୍ପାକ୍ଟ କରୁଛୁ ଏ ହାଟପଟଣା ଗାଁରେ ଏବଂ ଆମେ ଯେଉଁ ଗୁରୁମାନଙ୍କ ଠାରୁ ଶିକ୍ଷା ହେଇଛୁ ଗୌରଚନ୍ଦ୍ର ତ୍ରିପାଠୀ ତାଙ୍କର ଷ୍ଟାଚ୍ୟୁ ସେଟା କରିଛୁ ଯେ ଆମକୁ ଶିକ୍ଷାଦାନ କରୁଛନ୍ତି ସେ ସବୁ କଥା କରୁଛନ୍ତି ଭଲ ମଣିଷ ହବ ଜ୍ଞାନର ଆବଶ୍ୟକତା ନାହିଁ ଆଉ ଗୋଟେ କଥା ମୁଁ ଜେଏନ୍ ୟୁନିଭର୍ସିଟି ଯାଇଥିଲି ବସିଲି ଗୋଟେ ଜାଗାରେ ଝିଅ ବସିଛି ଗୋଟେ ଜାଗାରେ ପୁଅ ବସିଛି ଆଶ୍ଚର୍ଯ୍ୟ ହେଇଗଲି ମୋତେ ନେଇକି ଯାଇଥିଲେ ତାଙ୍କର ଡିସ୍କସନ୍ ଚାଲିଛି ମର୍ଫୋଲୋଜି ଉପରେ ଝିଅ ପୁଅ ବସୁଛନ୍ତି ମୁଁ କହୁନି ତାର ଅର୍ଥ କ'ଣ ହେଇପାରେ ମତେ ଯାହା ହବା କଥା ତାହା ଯାଏ ମର୍ଫୋଲୋଜି ସିମ୍ପଟମ୍ ସେମାଟିକ୍ସ ରହିଯାଉଛି
मुझे ठिया से मत नहीं पारे मत अगर बसुना बसिक से गोटे प्रश्न पचारि व्हाट इज मेटा लांगुएज अवश्य तेणुकर आप बहुत पाठ पढ़े मुंड को आगे आस आर्टिफिशियल को मुंड नहीं जातु एवं समस्त शिक्षा को गोटे एक्जाम्पल आम सृष्टि करवा जो सार मैंने आस खुशी हे एवं ये गाँव में सेक्सुअल हारासमेंट जीरो आगू मत हमारा कारण आम आउे कहूँ विजय उपस्थित अच्छा आम सब भुवनेश्वर थे गोविंदपुर त्रिपाठी मुझे शिक्षक से बहुत कथा शिखी ଆଉ ବହୁତ ବଡ଼ କଥା ପ୍ରପରଲି ଆପଣ କହିଲେ ନେଗେଟିଭ ଜିନିଷ ମାଇଣ୍ଡ ବିଲକୁଲ ଆସୁନି ଆପଣ ସମୟ କ'ଣ କହିଲେ ଆପଣ କିଏ କହିପାରିବେ ଗୋଟେ ସମୟରେ ଆପଣଙ୍କର ବାପା ଏବଂ ମା ମୂଳକୁ ଆସୁଛି ଏକା ସମୟରେ ବ୍ରେନ୍ର ଏମିତି ସେଟିଂ ହେଇଛି ଏକାଥରେ ଦୁଇଟା ଜିନିଷ ଆସିବନି ପଜିଟିଭ ଜିନିଷ ଆପଣଙ୍କୁ ଫାଇଟ୍ କରିବା ତାପରେ ଚାଲିବା ସେଠି ଲେଖା ହେଇଛି ମୁଁ ତଳେ ଲେଖିଛି ଦେଖାଯାଉଛି ଏ ଓମେନ୍ କ୍ୟାନ୍ ମ୍ୟାନ୍ ବୋଥ୍ ମ୍ୟାନ୍ ଆଣ୍ଡ ଓମେନ୍ ବଟ୍ ଏ ଓମେନ୍ ବଟ୍ ଏ ମ୍ୟାନ୍ କ୍ୟାନଟ୍ ଓମେନ୍ ଏ ମ୍ୟାନ୍ यदि आर अर्थटी बहुत अच्छे आपको लिखिक देखते देखो तार अर्थ बहुत अच्छे स्त्री लोक आवाज बहुत 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 अच्छे धन्यवाद को गोटे आप देखो जदि आमे मैंने घरे कौन कार्य टे झगड़ा लगे टे झगड़ा लगे देखो झगड़ा करुवा लोक से कहूँ अन्य जन कहूँ तार मत बदल आउ जहाँ कहूँ तार तो मत बदल यहाँ निश्चित आप उपलब्ध द्वितीय कथा से कम कर जब हईराण करते से काम हो आम जो हाट बांटना आम आसलु अवेयरनेस प्रोग्राम आलोक आईन सेवा समिति तरफ गोटे कथा कही आपण मैंने प्राय मैक्सिमम महिला मैंने अच्छा महिला मागणा जेकोसी आईन सेवा आम तालुक आईन सेवा समिति तरफ ऑफिस अच्छे से जापर आउे गोटे आप्लिकेसन देवे आप जहाँ समस्या आई कौन समस्या आई आईन सहायता ये तालुक आपण आउ गोटे कथा आपण मैंने गोटे घटना घटी जन जन को बाड़े मुंड फटे मुंडा फटे आम देखीचे सार कही सार कही आपण घटना देखी किंतु आप कहूना आई डोंट नो मुझे जानी ताहले कौन हो दोषी दंड पाऊ जजेस माने से माने साक्षी प्रमाण नहीं प्रमाण कर आउ गोटे इनफॉर्मर जे एफआईआर कर केस हे गल केस समाधान करने समय लगे जे इनफॉर्मर जे केस देला जे एफआईआर देखिला से एफआईआर को जहाँ लिखी रखिबार अच्छी जहाँ कहिबार अच्छी कोर्ट में से कहबार अच्छी पुलिस आगे से कहबार अच्छी ताहले पुलिस साक्षी से दो इनफॉर्मर साक्षी से दो ये मार खाला से साक्षी से दो ताल से जदि जे एफआईआर देला बदले देवा ये सरीगला डिफेंस को आम आईन बहुत पावर दे दोषी मुझे आपण मानू निवेदन करी सत्य पद्धति जानतु आप जहाँ देखी कोर्ट से कहतु आप मत कौन सी मार अरे मु तो जन्म नहीं दीटा सत्य जन्म नहीं मरी कि सत्य कहबनी पिला दिन आम से कथा शिखी सत्य कहवा को क्या करी कथा आम अनुभव कर मरबी तो नरबे मारिदेव मारिदेला आउ भल आ बुढ़ा बुढ़ी कष्ट पाई डेट पर पड़ी मरण आसला से भल ना मु सत कही समाज मंगल करी मरबी
ତାହେଲେ ଏ ସମାଜର ମଙ୍ଗଳ ତେଣୁ ଆମର କହିବାର କଥା ଇଏ ହାଟବାରରେ ଯାହା ଆମେ କହିଲୁ ଆପଣମାନେ ଶୁଣିଲେ ଆପଣମାନେ ଟିକେ ଅନ୍ୟମାନଙ୍କୁ ଯେଉଁମାନେ ଆସିନାହାନ୍ତି ସେମାନଙ୍କୁ କହିବେ ସାର୍ମାନେ ଯାହା କହିଲେ ଜଜେସମାନେ କହିଲେ ଆଉ ଆପଣମାନେ ତାକୁ ପ୍ରଚାର ପ୍ରସାର କଲେ ଆମେ ଖୁସି ହେବୁ ଆପଣମାନେ ଏତେ ସଂଖ୍ୟାରେ ଉପସ୍ଥିତ ରହିଛନ୍ତି ମୁଁ ଆପଣଙ୍କୁ ପ୍ରଥମେ ଧନ୍ୟବାଦ ଦେଉଛି ଏବଂ ଆମର ଜଜେସମାନେ ବହୁ ଗୁଡ଼ିଏ ସମୟ ଦେଇ ଏଠି ଆପଣମାନଙ୍କୁ ବହୁ ମୂଲ୍ୟବାନ କଥା କହିଥିବାରୁ ମୁଁ ସେମାନଙ୍କୁ ମଞ୍ଚରେ ଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି।